ଦେଖ ତ ଆମ ଚ୍ୟାନେଲରେ ଆମେ ନବୋଦୟ ଏକ୍ଜାମ ପାଇଁ ମାନସିକ ଦକ୍ଷତା ପିଲାମାନେ କ୍ଲାସ୍ ହେଉଛି। ଓକେ, ତ କ୍ଲାସ୍ ଚାଲିଛି ଆମର ମାନସିକ ଦକ୍ଷତାରେ। ତ ଆଜିର ପିଲାମାନେ କ୍ଲାସ୍ଟି ରହିବ ମାନସିକ ଦକ୍ଷତାରେ, ବଟ୍ ଆମର ଲାଷ୍ଟ ପାର୍ଟଟି ରହିବ। ତ ପାର୍ଟ ନମ୍ବର 5 ପିଲାମାନେ ରହିବ। ତ ଅଲରେଡ଼ି 1 2 3 4 ୱିଲ୍ ଅପଲୋଡେଡ଼। ତୁମେ ଯଦି ଦେଖିନ, ତୁମେ ଯଦି ଯାଇ ଦେଖିନ ତ ସେଗୁଡ଼ାକ ସର୍ବପ୍ରଥମେ ଦେଖିସାର। ତ ଦେଖି ସାରିଲା ପରେ ଏଟାକୁ ଦେଖ ପିଲାମାନେ, 4ଟି ଭିଡ଼ିଓ ତୁମେ ଯଦି ଦେଖି ନେଉଛ ତାହେଲେ ଏଇଟା କରିପାରିବ। ଯଦି ସେଇ 4ଟି ଦେଖିନ ତାହେଲେ ଏଇଟା କରିପାରିବ ନାହିଁ। ତ ସେଇ ଭିଡ଼ିଓର ଡେସ୍କ୍ରିପସନ୍ରେ, ଏଇ ଭିଡ଼ିଓର ଡେସ୍କ୍ରିପସନ୍ରେ ଲିଙ୍କ୍ ଦେଇଦେବି, ସେଇ ଭିଡ଼ିଓ 4ଟି ଲିଙ୍କ୍ ତୁମେ ଯାଇ ଦେଖିପାରିବ। ଏବଂ ପିଲାମାନେ ଆଉ ଗୋଟେ କଥା କହିବି, ଭିଡ଼ିଓଟି ମୂଳଠୁ ଦେଖିବା ପର୍ଯ୍ୟନ୍ତ ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖ, ଯାହାଦ୍ୱାରା କି ତୁମେ ଟୋଟାଲ୍ କ୍ଲିୟର୍ ହେଇପାରିବ। ଯଦି ପିଲାମାନେ ଅଧାରୁ ଦେଖିକି ଜଣେ ପାଖରୁ ଏଇଠି ଜଷ୍ଟ ଟିକେ ଦେଖିକି ପଳେଇଉଛ ତାହେଲେ ଟୋଟାଲ୍ କ୍ଲିୟର୍ ହେଇପାରିବ ନାହିଁ। ତ ଦେଖ, ଆମେ ଟାର୍ଗେଟ୍ କରିବା 50ରୁ 50 ରଖିବା ନାହିଁ କି ମାନସିକ ଦକ୍ଷତାରେ। ମାନସିକ ଦକ୍ଷତାରେ ଆମେ 50ରୁ 50 ରଖିବା ପାଇଁ ଟାର୍ଗେଟ୍ କରିବା ଏବଂ 50ରୁ 50 ରହିବ 100%। ତୁମେ ଯଦି ଭିଡ଼ିଓ ଦେଖୁଛ ଏବଂ ତାକୁ ପ୍ରାକ୍ଟିସ୍ କରୁଛ ତ ବୁଝିପାରିଲ। ଏବଂ ପିଲାମାନେ ଗୋଟେ ଲେଖା କହିବି, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ ଏବଂ ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଦେବ ଏବଂ ଗୋଟେ ଲେଖା ସେୟାର କରିଦେବ। ଯାହାଦ୍ୱାରା କି ପିଲାମାନେ ତୁମେ ଯଦି ସବସ୍କ୍ରାଇବ୍ ଟିକେ କରୁଛ, ଯାହାଦ୍ୱାରା ମୁଁ ଯେତେବେଳେ ଭିଡ଼ିଓ ପଠାଇବି ସର୍ବପ୍ରଥମେ ଦେଖିପାରିବ। ବୁଝିପାରିଲ। ତ 4ଟି ପାର୍ଟ ପିଲାମାନେ ଅପଲୋଡ଼ ହୋଇସାରିଛି। ତ ସେଗୁଡ଼ାକ ସର୍ବପ୍ରଥମେ ଯାଇ ଦେଖ। ତ ଆରାମସେ ପିଲାମାନେ ଭଲ ମାର୍କ ରଖିବା, କିଛି ଡରିବା ନାହିଁ। ମାନସିକ ଦକ୍ଷତା ପିଲାମାନେ ଇଜି ରୁହେ। ତ ଏଇଭଳି ଯେଉଁଭଳିଆ ମୁଁ କ୍ୱେଶ୍ଚନ୍ ପିଲାମାନେ କହୁଛି ସେଇଭଳିଆ କ୍ୱେଶ୍ଚନ୍ ତୁମେ ଯଦି ପଢ଼ିକି ଯାଉଛ ତାହେଲେ ଆହୁରି ବଢ଼ିଆ। ବୁଝିପାରିଲେ କି? ଏଇଟା ଲାଷ୍ଟ ପାର୍ଟ ପିଲାମାନେ, 5 ନମ୍ବର ପାର୍ଟଟା, ଟେଷ୍ଟ ନମ୍ବର 5। ଦେଖ, ଏଇଥିରେ ଆମେ ଡିଫରେନ୍ସ ଜାଣିବା। ଫାଷ୍ଟ ଲିଭି ଯାଇଛି ପିଲାମାନେ, ଆଗେ ଟିକେ ଆଡ଼ଜଷ୍ଟ କରିବ। ଦେଖ, ଏଠି ବର୍ଗଚିତ୍ର ଭିତରେ ବର୍ଗଚିତ୍ର ସେମ୍ ରହିଛି ପିଲାମାନେ। ତ ଏଥିରେ ଯଦି ଦେଖିବା ତ ତାରି ଭିତରେ ଗୋଲକ ଭିତରେ ବି ଗୋଲକ ସେମ୍ ରହିଛି। ତ 3 ନମ୍ବର ବି ଦେଖିବା, ତାରି ଭିତରେ ବି ଗୋଟେ ଗୋଲ ଅଛି। ବଟ୍ ଯଦି 4 ନମ୍ବର ଦେଖିବା, 4 ନମ୍ବର ଗୋଟେ ଗୋଲ ଭିତରେ କିଛି ନାହିଁ, ସ୍ପେସ୍ ଅଛି। ବଟ୍ ସେଇଟା ହେଉଛି ରାଇଟ୍ ଆନ୍ସର୍ ହେଇଯିଗଲା। ବୁଝିପାରିଲ କାହିଁକି ଏଇଟା ହେଲା ପିଲାମାନେ? ଦେଖ, ମୁଁ ତମକୁ କହୁଛି କାହିଁକି 4 ନମ୍ବରଟି ହେଲା। ଦେଖ, ୟା ଭିତରେ ଯାହା ହେଲେ ବି କିଛି ଅଛି, ୟା ଭିତରେ ଅଛି, ବଟ୍ ୟା ଭିତରେ ନାହିଁ, ନୀଲ୍। ତ ସେଇଥିପାଇଁ 4 ନମ୍ବରଟା ହିଁ ହେଲା ଅଲଗା। ବୁଝିପାରିଲ କି? ତ ସେଇପରି ଯଦି ଦେଖିବା ପିଲାମାନେ, ଦେଖ 2 ନମ୍ବର କ୍ୱେଶ୍ଚନ୍ ଦେଖିବା। ଦେଖ, 2 ନମ୍ବର କ୍ୱେଶ୍ଚନ୍ ଆମେ କୋଉଟା ଡିଫରେନ୍ସ କାଢ଼ିବା। ଦେଖ ପିଲାମାନେ, ଆମର ଏଇ 3ଟା ପିଲାମାନେ ଗନ୍କୁ ଦେଇଛି। କ'ଣ ଦେଇଛି ନା ଗନ୍ ଦେଇଛି ପିଲାମାନେ। ଏଇ 3ଟା ଗନ୍ ଦେଇଛି। ବଟ୍ ଏଇଟା କ'ଣ ନା ବାଟୁଳି। ଆମେ ଜାଣିଛନ୍ତି ବାଟୁଳି କୁହନ୍ତି ଓଡ଼ିଆରେ। ଓକେ, ତ ଏଇଟା ପିଲାମାନେ କ'ଣ ନା ଗୋଟେ ବାଟୁଳିଟେ। ତ ଏଇ 3ଟା ଗୋଟେ ଗନ୍। ଓକେ, ଯୋଉ ଛୋଟ ହଉ ବଡ଼ ହଉ, ତ 3ଟି ଗନ୍ରେ ଯାଉଛି, ବଟ୍ ଏଥିରେ ବାଟୁଳି ଯାଉଛି। ବାଟୁଳି ଆମେ ଟେକାରେ ଫୋପାଡ଼ନ୍ତି, ଗନ୍ ଗୁଡ଼ାକ କ'ଣ ଗୋଳିରେ ଯାଏ। ଓକେ, ତ ଏମରେ ଯାଏ। ତ ଏଇଠି ସେଥିପାଇଁ ଡିଫରେଣ୍ଟ କୋଉଟା ହେଲା ନା ଏଇଟା, କାହିଁକି ନା ଏଇ 3ଟା ସେମ୍ ରହୁଛି। ଏଗୁଡ଼ା ଏମରେ ଚାଲିବ, ଏଇଟା କ'ଣ ନା ଗୋଡ଼ିରେ ଚାଲିବ। ତ ସେଥିପାଇଁ ଏଇଟା ଡିଫରେଣ୍ଟ ହେଲା। ବୁଝିପାରିଲ କି? କ୍ଲିୟର ହେଲ? ତ ଏଇଭଳି କ୍ୱେଶ୍ଚନ୍ ପିଲାମାନେ ଲକ୍ଷ୍ୟ କର, ଏଇଭଳି କ୍ୱେଶ୍ଚନ୍ ପଡ଼ିବ। ଏଇଟା ଇଜି ଅଛି, ଆରାମସେ କରିପାରିବ। ତ ସେଇପରି ଯଦି 3 ନମ୍ବର କ୍ୱେଶ୍ଚନ୍ ଦେଖିବା, ଦେଖ ଏଇଟା ପିଲାମାନେ ପ୍ଲସ୍ ଅଛି। ଓକେ, ଏଇଟା ଲିଭି ହେଇଛି। ତ ମୁଁ ତମକୁ ଦେଖ, ମୁଁ ଗାରଟା ଆଣି ଦେଉଛି। ତ ଏଇଟା ପିଲାମାନେ ପ୍ଲସ୍ ଅଛି। ଓକେ, ତ ଦେଖ ଏଇଟା ପିଲାମାନେ, ଦେଖ ଏଇଟା ହେଉଛି ପ୍ଲସ୍ ଅଛି ହେଲା। ଦେଖ, ୟା ଭିତରେ ଡିଫରେଣ୍ଟ କୋଉଟା ହେବ? ତ ଆମେ ଦେଖିବା। ଏଠି ଦେଖ, ସବୁଥିରେ ପିଲାମାନେ 2ଟି ଗାର ଅଛି। ତ ଏଥିରେ 2ଟି ଗାର ଅଛି, ଏଥିରେ ପିଲାମାନେ 2ଟି ଗାର ଅଛି, ଏଥିରେ ପିଲାମାନେ 2ଟି ଗାର ଅଛି। ବଟ୍ ସେଇ ଏଇ ଜାଗାରେ ଆମର ଗୋଟିଏ ଗାର ଅଛି। ତ ଗୋଟିଏ ହିଁ ଡିଫରେଣ୍ଟ ହେବ। ତ ଦେଖ, 3ଟି ଆମର ଯେତେବେଳେ ସେମ୍ ହେଉଛି, ଆମକୁ ଏଠି ପାଠ କ'ଣ କହିଛି ନା 3ଟି ସେମ୍ ହେଉଥିବ, ଗୋଟେ ଡିଫରେଣ୍ଟ ହେଉଥିବ। ତ ଏଇ ଜାଗାରେ ଯଦି 3ଟି ସେମ୍ ହେଉଛି ତାହେଲେ ଏଇଟା ହିଁ ଅଲଗା ହେବ, କାହିଁକିନା ଗୋଟିଏ ଗାର ଅଛି। ତ ଏଇଟା ଡିଫରେଣ୍ଟ ହେବ। ବୁଝିପାରିଲ? କ୍ଲିୟର ହେଉଛ? ତ 4 ନମ୍ବର କ୍ୱେଶ୍ଚନ୍ ଯିବା ପିଲାମାନେ, ରେଡ଼ି ପୁରା ଯିବା ପାଇଁ? ତ ରେଡ଼ି, ଚାଲ 4 ନମ୍ବର କ୍ୱେଶ୍ଚନ୍ ଦେଖ ପିଲାମାନେ। ଫାଷ୍ଟ ଆମର ବାଲ୍ଟି ଦେଲା। ତ ଯୋଉଟାକି ବାଲ୍ଟିରେ ଆମେ ପାଣି ରୁହେ ପିଲାମାନେ। ତ ମଗରେ ବି ପିଲାମାନେ ପାଣି ରଖନ୍ତି। ଯୋଉ ଜିନିଷ ଦେଲା, ମାଢ଼ିଆ ଦେଲା, ଏଥିରେ ପିଲାମାନେ ପାଣି ରଖନ୍ତି। ବଟ୍ ଏଥିରେ ପିଲାମାନେ ପାଣି ରୁହେ ନାହିଁ। ତୁମେ ଲକ୍ଷ୍ୟ କରିଛ, ଯୋଉ ଟିଣ ଥାଏ ଏଥିରେ କ'ଣ ରୁହେ ନା ତେଲ ରୁହେ, ଯୋଉଟାକି OYL। ଏଥିରେ ପିଲାମାନେ କ'ଣ ରୁହେ ନା ୱାଟର ରୁହେ, WATER। ବୁଝିପାରିଲ? ତ ଏଇ ଜାଗାରେ 3ଟିରେ ୱାଟର ରୁହେ, ଏଇ ଯୋଉ ଟିଣଟା ରହିଛି ଏଥିରେ OL ରୁହେ, ତେଲ ରୁହେ। ବଟ୍ ସେଇଥିପାଇଁ ପିଲାମାନେ ଏଇଟା ହିଁ ଡିଫରେଣ୍ଟ ହେବ। କ୍ଲିୟର ହେଉଛ? ତ ଦେଖିବା ନେକ୍ସଟ କ୍ୱେଶ୍ଚନ୍। ଦେଖ, ନେକ୍ସଟ କ୍ୱେଶ୍ଚନ୍ ଚାଲ ପିଲାମାନେ, ଫଟାଫଟ ସେ ଦେଖ। 5 ନମ୍ବର କ୍ୱେଶ୍ଚନ୍ ଆମର କୋଉଟା ଡିଫରେଣ୍ଟ ହେବ? ତ ଏଇଟା ପିଲାମାନେ ମୁଁ ତମକୁ କହିଛି। ତ ସବୁଥିରେ ପିଲାମାନେ ମୁଁ ଗୋଟିଏ କ୍ୱେଶ୍ଚନ୍ ଛାଡ଼ୁଛି ପିଲାମାନେ, ତୁମେ ଗୋଟିଏ କରିବା ନାହିଁ କି। ତ ଗୋଟିଏ ତୁମେ ଆରାମସେ ତୁମେ କରିପାରିବ। 10ଟି କ୍ୱେଶ୍ଚନ୍ରୁ 9ଟି କହିଦେବି ପିଲାମାନେ, ଆଉ ଗୋଟିଏ ଛାଡ଼ିବି ତୁମ ନାହିଁ। ଓକେ, ତୁମେ ଯେଉଁ ନ କହିବି ପାରିବ, ତ ନ କହିବି ପାରିବ, ତୁମେ ସେଇଟା କମେଣ୍ଟରେ ଲେଖିବ, ସାର୍ ଆସୁନି, ମୁଁ ତୁମର ଆନ୍ସର୍ ତୁମ ସେଇ କମେଣ୍ଟ ବକ୍ସରେ ଦେଇଦେବି। ତ ଦେଖ, 5 ନମ୍ବର କ୍ୱେଶ୍ଚନ୍ଟା ତୁମ ପାଇଁ ଛାଡ଼ିଲି। ଦେଖ, ଏଠି ଆମର 3ଟି ଚାବି ଦେଇଛି। ଓକେ, ତ ଏଇଟା ପିଲାମାନେ କହିଦେଉଛି। ନେକ୍ସଟ କ୍ୱେଶ୍ଚନ୍ ତୁମ ନାହିଁ ଦେବି। ଦେଖ, ଏଠି 3ଟି ଚାବି ଦେଇଛି, ଏଇଟା ହେଉଛି କି ଦେଇଛି। ତ ଏଠି ପିଲାମାନେ କିଟା ହିଁ ଡିଫରେଣ୍ଟ ହେବ। ଏଇଟା ପିଲାମାନେ ମନେ ରଖ, ଏଇଟା ଗୋଟେ ତାଲା। ଓକେ, ତ ଏଇଟା ଗୋଟେ ତାଲା, ଏଟା ଗୋଟେ ତାଲା, ଏଟା ଗୋଟେ ତାଲା। ବଟ୍ ଏଇ ଜାଗାରେ ଆମକୁ ଗୋଟେ ଚାବି ଦେଇଛି। ତାହେଲେ ଏଇଟା ହେଉଛି କି ଦେଇଛି, ଏଇ ଜାଗାରେ ଏଇଟା ହେଉଛି ଡିଫରେଣ୍ଟ ହେବ। ତ ନେକ୍ସଟ କ୍ୱେଶ୍ଚନ୍ ପିଲାମାନେ ଦେଖିବା। ଦେଖ, 6 ନମ୍ବର କ୍ୱେଶ୍ଚନ୍ ଦେଖ। ତ 6 ନମ୍ବର କ୍ୱେଶ୍ଚନ୍ ଆମେ କ'ଣ କଲେ ନା ଗୋଟେ ସାର୍କେଲ ଦେଲା ପିଲାମାନେ, ଯାହା ହେଲେ ବି ଗୋଟେ ସାର୍କେଲ ଦେଇଛି।
तो एथरे पिलामाने सर्किल देछि एथरे पिलामाने सर्किल देछि गोटे दुईटा हो तीनटा हो तो एटा पिलामाने हबो अलगा काहे देखो एटा गोटे होछि देछि वर्ग चित्र दोछि ओके तो सेहि पई पिलामाने एटा हबो जानि पाइलो कि क्लियर हेलो जदि एई जगह रे पिलामाने कोन करथांदा देखो एई जगह रे हमर जदि एई जगह रे गोटे छोटो सर्किल टे भी देइथांदा ताले एटा डिफरेंट हेइथांदा या भीतर कोनोसी देइनी माने तो तीनटा सर्किल जाउछि एटा गोटे अलगा जाउछि बुझिपाले कि तो 7 नंबर क्वेश्चन टा पिला माने तम नाइ रोइला देखो 7 नंबर क्वेश्चन टा लक्ष्य करो तो एई तीनटा भितरु एई चारटी भितरु कोउटा डिफरेंट हबो एई चारटी भितरु तमे कमेंट करिबार अछि मु समस्त कमेंट पिला माने देखिबी समस्त कमेंट को देखिबी तमे जे न आछि पिला माने मु पछरे कमेंट देई देबी आंसर शीट टा देई देबी तमे सर्वप्रथम तमे 7 नंबर कमेंट करो सब पिला टाइम लगे कमेंट करो जे 7 नंबर सर 7 नंबर क्वेश्चन लो राइट ए की बी की ना 1 की 2 की 3 की 4 चारटी ऑप्शन लो कोटा हेबो कमेंट करो समस्त कमेंट देखि पिला माने तो 8 नंबर क्वेश्चन देखिबी पिला माने देखो 8 नंबर क्वेश्चन देखिबा देखो पिला माने 8 नंबर क्वेश्चन आमे कोटा जानि पारछंती देखो तो फास्ट आमर एटा स्टार टाइप रे गुटे हला ना स्टार टाइप रे गुटे हेजी बुझि पाइलो कि तो स्टार टाइप रे जोटा हला तो तापरे 2 नंबर भी पिला माने देखो एधरे भी गुटे चित्रटा अछि तो देखो आमे एटी लक्ष्य करबा देखो एधरे पिला माने कोण रहउछि ओके तो देखो एटा पिला माने देखो एधरे कोण रहउछि तो जा हेले भी एटा कोण रहउछि पिला माने एधरे भी पिला माने जा हेले भी कोण रहउछि तो एधरे भी देखो पिला माने कोण रहउछि बट एधरे कोण रहउ नाही पिला माने एटा जो एमिति उल्टी जी एटा कोण नाही एटा गोटे फुलर चित्र काटिछि पिला माने जा हेले भी देखो तो एधरे गोलक रहउछि एठी आयत चित्र रहउछि त्रिभुज रहउछि तो एई जगह रे कोनोस चित्र देखा होछि कि कोनोस चित्र देखा होउनी एई जगह रे गोटे त्रिभुज रहिछि पिला माने बट एई जगह रे कोनोस चित्र देखा जाउनी ताले एटा होछि डिफरेंट बुझि पाइलो कि तो सेही पर जो 9 नंबर क्वेश्चन देखिबा पिला माने देखो 9 नंबर क्वेश्चन कोन देइ देखो देखो 9 नंबर क्वेश्चन ला हमें देखुचंती गोटे गोलक अछि पिला माने गोलक तळुकु पिला माने छोटटे गोलक अछि तो एटा लागू कि न लागू पिला माने सेटा डिफरेंट नै ता मु छुटियाटे अछि गोलक रोइला परे ता तळुकु गोटे छोटटे अछि तो सेही पर जदि आमे देखिबा 3 नंबर देखिबा देखो गोटे ई अछि तो ई तळे भी पिला माने सेही परि गोटे छोटो ईटे अछि तो सेही पर जदि 4 नंबर देखिबा ऑप्शन ना छोटो हमर एई भलिया त्रिभुजर अर्धवृत्त अछि तो सेही परि ता हाफ भी तळे छुटियाटे अछि बट जदि 2 नंबर देखिबा 2 नंबर हमर कोन होइता ना एई भली अछि तो ता तळे भी एमिति छुटियाटे होइथांता बट एई जगह रे कोन करछि ना एई जगह रे गोटे त्रिभुज लगेइछि तो सेति पई 2 नंबर टी डिफरेंट बुझि पाइलो कि क्लियर हेलो काहे गेला देखो आमे एटी सेम सेम जिंस छोट बड़ करी देइछि एदरे भी सेम बट एई जगह डिफरेंट जदि एटु गोटे त्रिभुज बड़ त्रिभुज देइकी एटु गोटे छोट त्रिभुज देइथांता ताले एटा हेइ न थांता बुझि पाइलो तो 9 नंबर दुईटा होछि राइट आंसर तो लास्ट क्वेश्चन जिबा पिला माने रेडी पूरा देखो तापर उत्तर अछि पिला माने देखि पारिबो तो सब किछ पिला माने ठीक रहउछि ओके तो देखो 10 नंबर क्वेश्चन हमर कोन देखिबा देखो एटी तो आखि बुझी कि जणे कहिदबो देखो या भितरे सबुद्रे पिला माने कलर दिया जायछि बट या भितरे कलर नाही तो एटा आखि बुझी जे जणे कहिदबो 2 नंबरटा राइट आंसर बुझि पालो कि तो देखो आमे 10 टी क्वेश्चन पिला माने कंप्लीट कर देले तापर पिला माने लक्ष्य करा हमर संभावना 2 जोटा कि टेस्ट 2 रहउछि तो सेदरे पिला माने नेक्स्ट वीडियो रे आसीबो तो एई जो भाग 1 टा विभाग 1 टा थिला पिला माने मानसिक दक्षता रे एटा होछि कंप्लीट हे गला जोटा कि चारटी भितरु हमर डिफरेंट कोटा जोटा कि खंड 1 थिला एबे नेक्स्ट वीडियो रे खंड 2 देखिबा बुझिलो कि भिन्नता निम्न मूलतः प्रश्नावली एटा कंप्लीट हो गला तो 5टी वीडियो तमे पिला माने पानी करिवार अछि 5टी वीडियो रो मन रखताओ एई 5टी वीडियो तमे जदि कंप्लीट करि दउछो ताले तमरो 10 मार्क रु 15 मार्क आसीबा थुआ ओके तो 5टी वीडियो भलो कर देखिबो एवं पिला माने कहली गोटे लेखे शेयर कर दबो एवं गोटे लेखे सब्सक्राइब कर दबो तो आज पई एतिक पिला माने नेक्स्ट वीडियो को जोड़ी होई रो बुझि पालो कि तो छोटिया लेखे कमेंट कर दबो वीडियो टी केमि लागला तो आज पई एतिकी थैंक यू।